ମା ଆମେ ଆଲୋଚନା କରିବା ମାତୃ ରଚନାବଳୀ ଭାଗ 10 ଜ୍ଞାନ 235, 236, 237। କାଲି ଆଲୋଚନା କରିଥିଲେ, ମନେ ରଖିବା କଥା, ତେଣୁ ଆଉ ଥରେ ଟିକେ କହିଦଉଛି। ପ୍ରଭୁ କହିଲେ ସାହସ ଓ ଭଲ ପାଇବା ଦୁଇଟି ଗୁଣ ଯଦି ଆମ ଭିତରେ ରହିବ, ତେବେ ଅନ୍ୟ ସମସ୍ତ ଗୁଣ ଆପେ ଆପେ ଆସିବେ। ଏବଂ ତାପରେ କହିଲେ ନିଚତା ଆଉ ସ୍ୱାର୍ଥପରତା, ଏ ଦୁଇଟିକୁ ପ୍ରଭୁ କହୁଛନ୍ତି ସେମାନଙ୍କୁ ମୁଁ କ୍ଷମା ଦେବା ଟିକେ କଷ୍ଟ ହେଇଯାଏ। ଏବଂ ତାପରେ କହିଲେ ମହତ୍ଵ ଏବଂ ଉଦାରତା ହଉଛି କଣ? ଆତ୍ମାର ଈଶ୍ୱରୀୟ ଗଗନ ମଣ୍ଡପ। ତାମାନେ ତାର କେତେ ଆବଶ୍ୟକତା ରହିଛି ସେ କଥା କହିଥିଲେ। ଏବଂ ତାପରେ କହିଲେ ଯେ ଆମ ଗୁଣ ଗୁଡ଼ିକ ଯେପରି ଆଦୌ ଏପରି ନ ହଉ ଲୋକମାନେ ଯାହାର କି ପ୍ରଶଂସା କରିବେ ଏବଂ ଯାହାକୁ ପୁରସ୍କାର ଦେଇପାରୁଥିବେ। ତୁମ ଗୁଣ ଗୁଡ଼ିକ ଏପରି ହେଉ ଯାହାକି ତୁମକୁ ଅଧିକରୁ ଅଧିକ ପରିପୂର୍ଣ୍ଣତା ଆଣି ଦେଇପାରୁଥିବେ ଏବଂ ଯାହାକୁ ତୁମ ସ୍ୱଭାବ ମଧ୍ୟରେ ରହିଥିବା ଭଗବାନ ତୁମଠାରୁ ପ୍ରକୃତରେ ଦାବି କରୁଥିବେ। ଏହି ଆଲୋଚନାଟି ଗତକାଲି ରହିଥିଲା, ତେଣୁ ଆମେ ତାକୁ ମନେ ରଖିବା। ଆଜି ପଢିବା ପ୍ରଭୁ ଲେଖୁଛନ୍ତି ଜ୍ଞାନ 235ରେ ପରୋପକାର, କର୍ତ୍ତବ୍ୟ, ପରିବାର, ଦେଶ, ମନୁଷ୍ୟ ଜାତି ଯଦି ଏଗୁଡ଼ିକୁ ଗୋଟିଏ ଗୋଟିଏ ସାଧନ ରୂପେ ବ୍ୟବହାର କରାଯାଇ ନ ପାରିବ, ତେବେ ସେମାନେ ଆତ୍ମା ଲାଗି ଗୋଟିଏ ଗୋଟିଏ ବନ୍ଦୀଶାଳା ପରି ହୋଇ ରହିଥିବେ। 236ରେ କହୁଛନ୍ତି ଆମର ଦେଶ ହେଉଛି ଆମର ଜନନୀ ରୂପିଣୀ ପରମା ଦେବୀ। ଯଦି ଏକ ମମତା ଓ କୋମଳତାର ଭାବ ରଖି ତୁମେ ତାହାର ଦୋଷ ଗୁଡ଼ିକ ବିଷୟରେ କହି ନ ପାରୁଥିବ, ତେବେ ତୁମେ ତାହାର ଆଦୌ କୌଣସି ଦୋଷ ଦେଖାଅ ନାହିଁ କିମ୍ବା ନିନ୍ଦା କର ନାହିଁ। ତାପରେ ଜ୍ଞାନ 237ରେ କହୁଛନ୍ତି ଆପଣାର ଉଦ୍ଦେଶ୍ୟ ସିଦ୍ଧି ନିମନ୍ତେ ହିଁ ଲୋକମାନେ ନିଜର ଦେଶ ପ୍ରତି ବିଶ୍ୱାସଘାତୀ ହୁଅନ୍ତି। ତଥାପି ସେମାନେ ସତତ ଭାବିବାରେ ଲାଗିଥାନ୍ତି ଯେ ଭୀତତ୍ରସ୍ତ ଭାବରେ ମାତୃହତ୍ୟାରୁ ନିବୃତ୍ତ ହୋଇ ରହିବା ଲାଗି ସେମାନଙ୍କର ଏକ ଅଧିକାର ରହିଛି। ଏ ତିନୋଟି ଯାକ ଜ୍ଞାନ ବହୁତ ଗଭୀର ଆଲୋଚନା ଆବଶ୍ୟକ କରେ। ତଥାପି ଆମେ ଯେତିକି ସମ୍ଭବ ଆମର ଛୋଟ ଅଳ୍ପ ବିକଶିତ ମନରେ ଆମେ ଚେଷ୍ଟା କରିବା ଟିକେ ତାକୁ ପଢିବା ପାଇଁ। ପ୍ରଭୁ ପ୍ରଥମେ କହିଲେ ପରୋପକାର, କର୍ତ୍ତବ୍ୟ, ପରିବାର, ଦେଶ, ମନୁଷ୍ୟ ଜାତି। ଯଦି ଏଗୁଡ଼ିକୁ ଆମର ଯୋଉ ଆମେ ପୂର୍ବରୁ ପଢିଲେ ପରିପୂର୍ଣ୍ଣ ପୂର୍ଣ୍ଣତା ନିମନ୍ତେ ତାଙ୍କୁ ଯଦି ଆମେ ବ୍ୟବହାର ନ କରୁଛନ୍ତି, ସାଧନ ରୂପେ ଯଦି ବ୍ୟବହାର ନ କରିପାରୁଛନ୍ତି, ତେବେ କଣ ହେଇଯିବ ନା ସିଏ ଆମ ପାଇଁ ଗୋଟେ ବନ୍ଦୀଶାଳା ହେଇଯିବ। ଆମକୁ ଅଧିକରୁ ଅଧିକ ଗୋଟେ କାରାଗାରରେ ପୁରେଇ ରଖିଦେଲା ଭଳି ହବ। ଆମେ ଅନେକ ଥର ଆଲୋଚନା କରିଛନ୍ତି, ଆମେ ଯେତେବେଳେ ଅନ୍ୟକୁ ସାହାଯ୍ୟ କରିବା ପାଇଁ ଯାଉ, ସେତେବେଳେ ସେ ବ୍ୟକ୍ତିର ପ୍ରକୃତରେ କୋଉଥିରେ ମଙ୍ଗଳ ଯେ ପର୍ଯ୍ୟନ୍ତ ତାହା ମୁଁ ନ ଜାଣିଛି, ସେ ପର୍ଯ୍ୟନ୍ତ ମୁଁ ତାକୁ ପ୍ରକୃତ ସାହାଯ୍ୟ କରିପାରିବି ନାହିଁ। ଇଏ ହେଲା ମୂଳ କଥାଟିଏ। ଦ୍ୱିତୀୟ କଥାଟି ଯୋଉଟା ସାଧାରଣତଃ ଆମେ ମନୁଷ୍ୟ ଭାବରେ ଯେ ପର୍ଯ୍ୟନ୍ତ ଭଗବାନଙ୍କ ସହିତ ଏକୀଭୂତ ନ ହେଇଛନ୍ତି, ସେ ପର୍ଯ୍ୟନ୍ତ ଆମ ଭିତରେ ଗୋଟେ ନିଜକୁ ନିଜେ ପ୍ରଶଂସିତ ହେବାର ଏବଂ ମହତ ଆକାଂକ୍ଷା ଯୋଉଟା ଥାଏ, ଅନ୍ୟମାନଙ୍କ ପାଖରେ ଟିକେ ବଡ ହବାର, ମହତ୍ଵର ଡେଫିନେସନ ଆମେ କାଲି ପଢିଲେ, ପ୍ରଭୁ ତ ଅଲଗା କହୁଛନ୍ତି ଯେ ମହତ୍ଵ ହଉଛି ସେ ତ କଣ କହିଲେ, ନିଜର କୌଣସି ବ୍ୟକ୍ତିଗତ ଲାଭ କ୍ଷତିର ହିସାବ ଲାଗି ସ୍ଥାନ ନ ରଖିବା ହଉଛି ମହତ୍ଵ। ସେ ବହୁତ ବଡ କଥା। କିନ୍ତୁ ଆମେ ସାଧାରଣତଃ ଅନ୍ୟମାନେ ଆମକୁ ପ୍ରଶଂସା କରନ୍ତୁ, ଆମର ଟିକେ ମାନ ସମ୍ମାନ ରହୁ, ଏଇ ସବୁ ପ୍ରତି ଆମର ଏକ ଯେମିତି କୁହନ୍ତି ସ୍ୱତଃସ୍ଫୂର୍ତ୍ତ ଭାବରେ ଏକ ଆସକ୍ତି ରହିଥାଏ। ତେଣୁ ଆମେ ଯେତେବେଳେ କାହାର ସାହାଯ୍ୟ କରିବାକୁ ଯାଉଛୁ, କାହାକୁ ପରୋପକାର କରିବାକୁ ଯାଉଛୁ, ତେଣୁ ଆମ ଭିତରେ ସେଇଟି ପୁଣି ମୁଣ୍ଡ ଉଠାଏ, ଉଙ୍କି ମାରିଲା ଭଳି ସିଏ ଚାଲି ଆସେ ଏବଂ ମୋ ଭିତରେ ଗୋଟେ ଆତ୍ମ ବଡ଼ିମା ଧୀରେ ଧୀରେ ବଢି ବଢି ଚାଲେ। ଦେଖ ମୁଁ କେତେ ମହାନ, ମୁଁ ଏମିତି କରୁଛି, ମୁଁ କେତେ ଲୋକଙ୍କୁ ସାହାଯ୍ୟ କରୁଛି। ତେଣୁ ଏଇଠି କଣ ହେଇଗଲା ନା ମୁଁ ଯେତେବେଳେ ହେଇଗଲି, ସ୍ୱାଭାବିକ ଭାବେ ଅହଂର ପୁଷ୍ଟି ବର୍ଦ୍ଧନ କଲି। ଅହଂର ପୁଷ୍ଟି ବର୍ଦ୍ଧନ ହେବା ଅର୍ଥ
ମୋର ଏବଂ ଆତ୍ମା ଭିତରେ ଯୋଉ ଟିକକ ବି ସମ୍ପର୍କ କେତେବେଳେ କେତେବେଳେ ହଉଥିଲା, ଯେତେ ଅହଂ ପରିପୁଷ୍ଟ ହବ ସେତେ କଣ ହବ, ଗୋଟିଏ ପରଦା ତା ଭିତରେ ପଡି ଯାଉଥିବ। ତେଣୁ ମୋର ଆଉ ଆତ୍ମା ଭିତରେ ଗୋଟିଏ ପରେ ଗୋଟିଏ ପରଦା ପକେଇ ଚାଲିବି। ପରଦା ପକେଇବି ମାନେ କଣ ହେଲା, ଯୋଉଟା ପ୍ରଭୁ କହିଲେ ଆମ ଚାରିପଟେ ନିଜେ କଣ କରୁଛନ୍ତି, ଗୋଟେ ବନ୍ଦିଶାଳା କରି ଚାଲୁଛନ୍ତି ଏବଂ ଗୋଟିଏ ପରେ ଗୋଟିଏ ପିଞ୍ଜରା, ଲୌହ ପିଞ୍ଜରା, ତାଠାରୁ ଆହୁରି ଶକ୍ତ ପିଞ୍ଜରା ଆମେ ପକେଇ ଚାଲିବା। ଯୋଉ କର୍ତ୍ତବ୍ୟ, ମୋର ଏଇଟା ହଉଛି କର୍ତ୍ତବ୍ୟ, ଏଇ କର୍ତ୍ତବ୍ୟ, ନାଗରିକ ହିସାବରେ କର୍ତ୍ତବ୍ୟ, ପୁତ୍ର ହିସାବରେ କର୍ତ୍ତବ୍ୟ, ଇଏ ସବୁ ବହୁତ ଭଲ। କିଛି ଆ ଆମେ କହୁନୁ ଯେ ଆର କୌଣସି ଆବଶ୍ୟକତା ନାହିଁ ବୋଲି, କିନ୍ତୁ ସେଇ କର୍ତ୍ତବ୍ୟ ପାଇଁ ଯେତେବେଳେ ମୁଁ ମନେକରା ଯୋଉ ପୁତ୍ର ହିସାବରେ କର୍ତ୍ତବ୍ୟ ବା ଯେତେବେଳେ ଦେଶର ନାଗରିକ ହିସାବରେ କର୍ତ୍ତବ୍ୟ ଆମେ କରିବାକୁ ଯାଉ, ସେତେବେଳେ ଗୋଟିଏ କଥା କିନ୍ତୁ ଆମେ ଭୁଲି ଯାଉ। କଣ ନା, ସମଗ୍ର ମାନବ ଜାତି, ସମଗ୍ର ଏ ପୃଥିବୀ ଯୋଉ ସୃଷ୍ଟି ହେଇଛି, ସିଏ ପରମଙ୍କ ଆଡକୁ ଗତି କରିବ। ତା ଭିତରେ ମୋ ଦେଶର ଯୋଉ ଭୂଖଣ୍ଡଟି ରହିଛି, ନିଶ୍ଚୟ ତାର ବି ସମୃଦ୍ଧି ଦରକାର, ସିଏ ବି ସଶକ୍ତ ହବା ଦରକାର। କିନ୍ତୁ ସେତେବେଳେ ମୋର ଦେଶକୁ ଯିଏ ବିରୋଧ କରୁଛି, ମୋ ଦେଶର ଅଗ୍ରଗତି ପଛରେ ଯୋଉ ଦେଶ ବିରୋଧ କରୁଛି, ତା ସହିତ ମୁଁ ଯୁଦ୍ଧ କରିବା ବାଞ୍ଛନୀୟ ଏବଂ ତାହା ମଧ୍ୟ କର୍ତ୍ତବ୍ୟ। କିନ୍ତୁ ଗୋଟେ ଫରକ ଦେଖନ୍ତୁ, ଯେତେବେଳେ ଜଣେ ହିଂସ୍ର ଜନ୍ତୁ ଯୋଉ ଆମେ କହୁଛେ, ଯିଏ ଆମିଷ ପ୍ରାଣୀ, ସିଏ ଆମିଷ ହିଁ ତାର ହଉଛି ଖାଦ୍ୟ, ସିଏ ଯେତେବେଳେ ତା ଖାଦ୍ୟଟିକୁ ଖାଏ ଏବଂ ଆମେ ମନୁଷ୍ୟମାନେ ଆମର ଲାଳସା ଯୁକ୍ତ ପାଇଁ ବା ଆମର ଗ୍ରୀଡକୁ ପରିତୃପ୍ତି କରିବା ପାଇଁ ଆମେ ଯେତେବେଳେ ଗୋଟେ ପ୍ରାଣୀକୁ ବଧ କରୁଛୁ, ଏ ଦୁଇଟି ଭିତରେ ଅନେକ ଫରକ ରହିଛି। ଆଉ ଯେତେବେଳେ ଗୋଟେ ପୂର୍ବରୁ ଆଲୋଚନା କରୁଥିଲେ, ଗୋଟେ ମଣିଷ ଯେତେବେଳେ ନରହତ୍ୟା କରୁଛି, ସେତେବେଳେ ତା ଭିତରେ ଯୋଉ ହିଂସା ପ୍ରବୃତ୍ତି ରହିଛି, ଗୋଟେ ସିଂହଟିଏ ତାର ଖାଦ୍ୟ ତାକୁ ଆବଶ୍ୟକ ରହିଛି, ସେ ଖାଦ୍ୟ ଗ୍ରହଣ କରିବା ପାଇଁ ଗୋଟେ ନରହତ୍ୟା କଲା। ଆଉ ଆମେ ଗୋଟେ ମଣିଷ ନିଚତା, ନିଜର ସ୍ୱାର୍ଥପରତା, ନିମ୍ନ ପ୍ରବୃତ୍ତିର ଦାସ ହେଇ, ପାଶବିକ ହିଂସ୍ର ପ୍ରବୃତ୍ତିର ବର୍ବରତାର ଦାସ ହେଇ ଯେତେବେଳେ ମୁଁ ନରହତ୍ୟା କରୁଛି, ଏଇ ଦୁଇଟି ଭିତରେ କେତେ ଫରକ ରହିଯାଉଛି। ହତ୍ୟା ଗୋଟିଏ ଭଳିଆ ଲାଗୁଛି, କିନ୍ତୁ କେତେ ଫରକ ହେଇଯାଉଛି। ତେଣୁ ଯେତେବେଳେ ଦେଶର ନାଗରିକ ହିସାବରେ ମୋର କର୍ତ୍ତବ୍ୟ ହଉଛି, ମୋର ଦେଶର ଭୂଖଣ୍ଡର ଯୋଉ ରହିଛି ସାର୍ବଭୌମତା, ତାକୁ ମୁଁ ବଜାୟ ରଖିବି ଏବଂ ତାର ସୁରକ୍ଷା ପଛରେ ଯିଏ ବି ବାଧା ସୃଷ୍ଟି କରିବ, ତାକୁ ମୁଁ ନିଶ୍ଚୟ ଆବଶ୍ୟକ ପଡୁଛି ଯେତେବେଳେ ହତ୍ୟା କରିବି। କିନ୍ତୁ କୋଉଭଳି ଭାବରେ ହତ୍ୟା କରିବି, ଦେଖନ୍ତୁ, ସେଇଥିପାଇଁ ସବୁବେଳେ ମନେ ପକେଇବା ଆଲୋଚନାକୁ, ଯେତେବେଳେ ପରମଙ୍କର ଆଦେଶ ହଉଛି ଜଣେ ହତ୍ୟା କରୁଛି ଏବଂ ଜଣେ ଯେତେବେଳେ ନିଜର ସ୍ୱାର୍ଥପରତା ପାଇଁ ହତ୍ୟା କରୁଛି, ଦୁଇଟା ଭିତରେ ଆକାଶ ପାତାଳ ଫରକ ହେଇଯାଏନି। ଯେତେବେଳେ ଭୀମ ଆଉ ଦୁର୍ଯ୍ୟୋଧନଙ୍କର ଯୁଦ୍ଧ ହଉଛି, ସେତେବେଳେ ଶେଷ ମୁହୂର୍ତ୍ତରେ ଯେତେବେଳେ ବଳରାମ ହସ୍ତକ୍ଷେପ କରୁଛନ୍ତି ଏବଂ କହୁଛନ୍ତି ଭୀମ ଭୁଲ କରିଛି, ସେତେବେଳେ ଗୋଟିଏ ପ୍ରଶ୍ନ ପ୍ରଭୁ ପଚାରୁଛନ୍ତି ଶ୍ରୀକୃଷ୍ଣ ତାଙ୍କୁ, ତମେ କୁହ, ଅନେକ କଥା ଅଛି ପ୍ରକୃତରେ ସତ୍ୟ ପକ୍ଷରେ କିଏ ଅଛି, ସେଟା ତ ମାନେ ପ୍ରମାଣ ସହିତ ରହିଛି, କିନ୍ତୁ ଗୋଟିଏ କଥା ତମେ, ଆଉ ଗୋଟେ କଥା ସେ ପଚାରୁଛନ୍ତି, ସେଟା ହଉଛି, ତମେ କୁହ, ତମେ କଣ ଚାହୁଁଥିଲ ଦୁର୍ଯ୍ୟୋଧନ ଜିତିଥାନ୍ତା ଏବଂ ସମଗ୍ର ସଭା ଭିତରେ ସେ ଯୋଉ ଯୁଦ୍ଧ କ୍ଷେତ୍ରରେ ବି ଆଉ ଥରେ କହୁଛି ସେ ନା, ଯେ ସମଗ୍ର ସଭା ଭିତରେ ଗୋଟେ ନାରୀକୁ ସେ ଅମର୍ଯ୍ୟାଦା କରିବ? ତୁମେ କଣ ଚାହୁଁଛ ଯେ ମାତୃଶକ୍ତିର ଅମର୍ଯ୍ୟାଦା ରହୁ, ଧର୍ମ ପ୍ରତିଷ୍ଠା ନ ହଉ, ସତ୍ୟ ପ୍ରତିଷ୍ଠା ନ ହଉ? ଦୁର୍ଯ୍ୟୋଧନ ହତ୍ୟା କରିବାକୁ ଚାହୁଁଛି ଭୀମକୁ କୋଉ ଉଦ୍ଦେଶ୍ୟରେ? ଭୀମ ଯେତେବେଳେ ଦୁର୍ଯ୍ୟୋଧନକୁ ହତ୍ୟା କରିବାକୁ ଯାଉଛି କୋଉ ଉଦ୍ଦେଶ୍ୟରେ? ଧର୍ମ ରକ୍ଷା କରିବା, ଅଗ୍ରଗତି ପଥରେ ସହାୟକ ହେବା। ସେତେବେଳେ ହତ୍ୟା କରିବା, ସେତେବେଳେ ବ୍ୟକ୍ତି ଭିତରେ ଯୋଉ ଭାବ ଥାଏ, ସେ ଭାବ ଏବଂ କେବଳ କର୍ତ୍ତବ୍ୟ ପରାୟଣ ହେଇକି ମୁଁ ମୋର ଏଇ ଭାବ ରଖି ଯେତେବେଳେ କାମ କରୁଛି, ସେତେବେଳେ ମୋର ଆତ୍ମା ଚାରିପଟେ ଏକ, ମୁଁ ନିଜେ ଗୋଟେ କାରାଗାର ତିଆରି କରି ଚାଲୁଛି। ପରିବାର ବି ସେଇଭଳିଆ, ଦେଶ, ମନୁଷ୍ୟ ଜାତି, ଏ ସବୁ କ୍ଷେତ୍ରରେ ମଧ୍ୟ ସେଇଭଳି ଭାବରେ
ଆମେ ବେଳେବେଳେ ଗୋଟେ ଗୋଟେ କଥା କହୁ କଣ ଯେ ଅନ୍ୟର ମଙ୍ଗଳ, ଏମିତି ସବୁ ଯୋଉ ଶବ୍ଦ କହୁ, ଆମେ ଯେତେବେଳେ ଅନ୍ୟର ମଙ୍ଗଳ କଥା କହିବାକୁ ଯାଉ ସେଇ ଏକା କଥା ଆଉ ଥରେ ଦୋହରେଇବାକୁ ପଡୁଛି ଯେ ସବୁବେଳେ ଆମେ କୋଉ ଚେତନାରେ ରହିଛେ, ତା ପାଇଁ କୋଉଟା ମଙ୍ଗଳଦାୟକ ଆମେ ଜାଣିଲେଣି ତ? ନା ମତେ ଲାଗୁଛି ଏଇଟା ମଙ୍ଗଳ ବୋଲି। ଆମେ ସେ ବିଷୟ ଖାଲି ଟିକେ ଗୋଟେ ଲାଇନରେ କହିଦେବି। ଯେତେବେଳେ ତାର ଯୋଉ ଚାରିପଟେ ଖୋଳପା ଭିତରୁ ବା କୋକୁନ ଭିତରୁ ଯେତେବେଳେ ପ୍ରଜାପତିଟିଏ ଚେଷ୍ଟା କରୁଛି ଉଡିବା ପାଇଁ, ବାହାରି ଆସିବା ପାଇଁ ସଂଗ୍ରାମ କରୁଛି, ସେତେବେଳେ ସେ ବହୁତ ଫଡଫଡ ହଉଛି। କାଟିଦେବେ ଯଦି ତାର ଖୋଳପାଟିକୁ, ତେବେ ସେଇଠି ସିଏ ମରିଯାଏ। କାହିଁକି ନା ତା ଡେଣାଟି, ତା ଶରୀରଟି ତିଆରି ହେଇନଥାଏ। ସେ ଯୋଉ ସଂଗ୍ରାମ କରେ, ସେ ସଂଗ୍ରାମ ଫଳରେ ତାର ଶରୀରଟି ଶକ୍ତ ହୁଏ, ତିଆରି ହୁଏ ଏବଂ ତାର ଡେଣାଟି ତିଆରି ହୁଏ। ସିଏ ସେଇ ସଂଗ୍ରାମ ଫଳରେ ଯେତେବେଳେ ବାହାରି ଆସିବ, ତାପରେ ସେ ସୁନ୍ଦର ଭାବରେ ଉଡିଯିବ। ତେଣୁ ଯେ ପର୍ଯ୍ୟନ୍ତ ଯେ ପର୍ଯ୍ୟନ୍ତ ତାକୁ ଆମେ ପରିପୂର୍ଣ୍ଣ ପୂର୍ଣ୍ଣତା ଦିଗରେ ବ୍ୟବହାର ନ କରିଛନ୍ତି, ପରମଙ୍କ ଆଡକୁ ତାକୁ ପାହାଚ ରୂପେ ବ୍ୟବହାର କରିନାହାନ୍ତି, ତାହେଲେ ସେ ଆମ ପାଇଁ ବନ୍ଦିଶାଳା ହେଇଯିବ। ତାପରେ ଜ୍ଞାନ 236ରେ କହୁଛନ୍ତି, ଆମର ଦେଶ ହଉଛି ଆମର ଜନନୀ ରୂପିଣୀ ପରମା ଦେବୀ। ଯଦି ଏକ ମମତା ଓ କୋମଳତାର ଭାବ ରଖି ତୁମେ ତାହାର ଦୋଷ ଗୁଡ଼ିକ ବିଷୟରେ କହି ନ ପାରୁଥିବ, ତେବେ ତୁମେ ତାହାର ଆଦୌ କୌଣସି ଦୋଷ ଦେଖାଅ ନାହିଁ କିମ୍ବା ନିନ୍ଦା କର ନାହିଁ। ଏଠି ବେଳେ ବେଳେ କଣ ହୁଏ, ଆମ ଭିତରେ ଗୋଟେ ଆତ୍ମ ବଡ଼ିମା ଏତେ ବଢିଯାଏ, ମୁଁ ଭାବେ ବହୁତ ଜ୍ଞାନୀ, ମୋର ଭୂତ ଭବିଷ୍ୟତ ଅତୀତ ସବୁ ଜ୍ଞାନ ରହିଛି। ତେଣୁ ସେତେବେଳେ ମୁଁ ମୋ ଦେଶର ଏଇଟା ଭୁଲ, ଏଇଟା ଏମିତି ଏତେ ଗଲାଣି, ଆପଣ ଦେଖିବେ ସବୁବେଳେ ଅନେକ ସମୟରେ ଆମ ଭିତରେ ବି ସ୍ୱାଭାବିକ ବାହାରି ପଡେ, ଇଏ ଭାରତ ଇଏ ସବୁ ଆମ ଦେଶରେ ସମ୍ଭବ, ଇଏ ଓଡିଆ କଣ ଆଉ ସୁଧୁରିବେ, ଇଏ ଭାରତୀୟ କଣ ଆଉ ସୁଧୁରିବେ? ଏଇ ଯୋଉ ଏକ ଘୃଣା ଏବଂ ନୀଚତା ଦୃଷ୍ଟିରୁ ଆମେ ଯେତେବେଳେ ଦେଖୁ, ମୁଁ ସତରେ ଭାବେ କେତେଟା ଦେଶ ତମେ ଯାଇଛ, କେତେଟା ଦେଶର ଭିତରକୁ ଦେଖିଛ? ତମେ ଯୋଉ ଓଡିଶାରେ ରହିଛ, ଆମେ ଓଡିଶାରେ ରହିଛୁ, ଓଡିଶାରେ ବେଳେ ଓଡିଆକୁ, ହଁ ବା ଓଡିଆଙ୍କର ଦୋଷ ପରା ଗୋଡ ଟାଣିବା। ଯେତେବେଳେ ଓଡିଆଙ୍କୁ ମୁଁ ଯେତେବେଳେ ବଦନାମ କରୁଛି, ଯେତେବେଳେ ଭାରତ ବାହାରକୁ ଯାଉଛି, ଭାରତକୁ ମୋ ଦେଶକୁ ଯେତେବେଳେ ବଦନାମ କରୁଛି, ସେଇଭଳି ଯିଏ ଯୋଉ ଦେଶର ନାଗରିକ ଯେତେବେଳେ ସେ ଯୋଉ ବଦନାମ କରେ, ସେତେବେଳେ ମୁଁ ଖାଲି ଗୋଟିଏ ପ୍ରଶ୍ନ ଆମେ ସମସ୍ତେ ନିଜକୁ ପଚାରିବା, କେତେଟା ଦେଶ ଦେଖିଛ? ଯୋଉ ଦେଶ ଦେଖିଛ, ଯାଇଛ, ବୁଲିଛ, କୋଉ ଜାଗା ବୁଲିଛ ଏବଂ ତାର ଭିତରକୁ ଦେଖିଛ? ଯେତେବେଳେ ମୁଁ ଯାଉଛି ରାଷ୍ଟ୍ରପତି ଭବନ ପାଖରେ ଯିବି କିମ୍ବା ପ୍ରଧାନମନ୍ତ୍ରୀଙ୍କ ଆବାସସ୍ଥଳୀ ନିକଟରେ ଯିବି କିମ୍ବା ବିଚାରପତି ମାନଙ୍କର ଘର ପାଖ ଦେଇକି ଯିବି, ବଡ ବଡ ଲୋକଙ୍କ ଯୋଗୁ ଯିବି, ସେଇ ଯୋଉ ସ୍ଥିତି ଏବଂ ଆଉ ଟିକେ ଗଭୀରକୁ ଚାଲିଯାଅ, ସବୁ ଦେଶରେ ଇଏ ହଉଛି କେବଳ ଭୌଗୋଳିକ ପରିବେଶ ପାରିପାର୍ଶ୍ୱିକ କଥା ମୁଁ କହୁଛି। ତା ବାଦ ଆହୁରି ଭିତରକୁ ଯାଆନ୍ତୁ, ଯୋଉଟାକୁ ଏତେ ମନେ କରାଯାଉ ଏତେ ସୁନ୍ଦର ବାହ୍ୟ ପରିବେଶ ଅତି ସୁନ୍ଦର, ସେ ବ୍ୟକ୍ତି ମାନଙ୍କର ଚେତନାର ସ୍ଥିତି ଆପଣ ଦେଖିପାରିଛନ୍ତି? ତେବେ ନିଜ ଦେଶକୁ ବଦନାମ କରିବା, ନିଜ ଦେଶକୁ ନିଜର ମାତୃଭୂମିକୁ ଅପମାନିତ କରିବା ପାଇଁ ତମକୁ ଅଧିକାର କିଏ ଦେଇଛି? ସେଥିପାଇଁ ସେଠି ଏଇଠୁ ଆଉ କହୁଛନ୍ତି, ସେଇଥିପାଇଁ କହୁଛନ୍ତି, ଯଦି ତୁମର ସେ ଭାବ ନାହିଁ, କୋଉ ଭାବ ନାହିଁ? ଏକ ମମତା ଏବଂ କୋମଳତାର ଭାବ ନାହିଁ। ଗୋଟିଏ ଜଣେ ଟିଚର ବା ଜଣେ ଶିକ୍ଷକ, ଜଣେ ଘରର ଯୋଉ ଆମର ପ୍ୟାରେଣ୍ଟସ, ତାଙ୍କର ପିତାମାତା ବା ଯୋଉ ଗୁରୁଜନ ମାନେ ଯେତେବେଳେ ଗୋଟେ ପିଲାର ଭୁଲ ଟେ ଦେଖନ୍ତି, କଣ ପାଇଁ ଦେଖନ୍ତି? ତାକୁ କଣ ନିଚା ଦେଖେଇବା ପାଇଁ ଦେଖନ୍ତି? ତାକୁ ଅପମାନିତ କରିବା ପାଇଁ ଦେଖନ୍ତି? ସିଏ ଦେଖନ୍ତି କଣ ପାଇଁ? ଯେ ସେଇ ଭୁଲଟା ଯଦି ତାର ରହିଯିବ, ତେବେ ସିଏ ପୂର୍ଣ୍ଣତା ଆଡକୁ ଯାଇପାରିବ ନାହିଁ। ସିଏ ପରିପୂର୍ଣ୍ଣ ପୂର୍ଣ୍ଣତା ଆଡକୁ ତା ଭିତରେ ଯୋଉ ଦୁର୍ବଳତା, ଯୋଉ ଅସାମର୍ଥ୍ୟତା ରହିଛି, ତାକୁ କିପରି ସିଏ ବିଜୟ ହାସଲ କରିବ, ତା ଉପରେ କର୍ତ୍ତୃତ୍ୱ ହାସଲ କରିକି ତା ଉପରେ ପ୍ରଭୁତ୍ୱ ହାସଲ କରିବ, ସେଇଥିପାଇଁ ତାକୁ ଦେଖାନ୍ତି। ସେଇ ଯୋଉ ଦୃଷ୍ଟିକୋଣ, ସେଇ ଯୋଉ ମାନେ ଭାବ, ସେ ଭାବ ଯଦି ନାହିଁ, ତମେ ଯଦି ତାକୁ କେବଳ ଆଙ୍ଗୁଠି ଦେଖେଇ ଅପମାନିତ କରିବା ପାଇଁ ଯଦି ତୁମେ ତାର ଦୋଷ ଦୁର୍ବଳତା ଦେଖୁଛ, ତେବେ ପ୍ରଭୁ କହୁଛନ୍ତି ଆଦୌ କୌଣସି ଦୋଷ ଦେଖାଅ ନାହିଁ କିମ୍ବା ନିନ୍ଦା କର ନାହିଁ, ତମେ ସେଥିପାଇଁ ଯୋଗ୍ୟ ନୁହଁ। ଦୋଷ ଦୁର୍ବଳତା ମୁଁ ଦେଖିବି, କେତେବେଳେ ଦେଖିବି? ତାକୁ ଓଭରକମ୍ କରିବା ପାଇଁ,
ତା ଉପରେ ବିଜୟ ହାସଲ କରିବା ପାଇଁ ତା ଉପରେ କର୍ତ୍ତୃତ୍ୱ ହାସଲ କରିବି, ପ୍ରଭୁତ୍ୱ ହାସଲ କରିବି। ଏବଂ ଦେଶ ବିଷୟରେ ଯେତେବେଳେ କଥା ଆସୁଛି ସେତେବେଳେ କୋଉ ଦୋଷ ଦୁର୍ବଳତା ରହିଛି, ତାକୁ କଣ କରାଯାଇ ପାରିବ, ଏକ ଯୋଉ ଭାବରେ ପ୍ରଭୁ ଲେଖୁଛନ୍ତି ଏକ ମମତା ଏବଂ କୋମଳତା ଏଠି କୁହାହଉଛି। ଆମେ ବୁଝିବା ଯେ ତାମାନେ ସେଇ ଦୋଷ ବା ଦୁର୍ବଳତା ବା ଅସାମର୍ଥ୍ୟତା ଉପରେ କିପରି ବିଜୟ ହାସଲ କରିହେବ, ସେଇ ବିଷୟରେ ଯଦି ଦୃଷ୍ଟିକୋଣ ମୋର ନାହିଁ, ତେବେ ମୋର ଅଧିକାର ନାହିଁ ଦୋଷ ଦେଖେଇବା ପାଇଁ କିମ୍ବା ନିନ୍ଦା କରିବା ପାଇଁ। ଆମେ ଯେତେବେଳେ ଦେଖିବା ଯୋଉ ଆମର ସ୍କୁଲରେ ବା ବିଦ୍ୟାଳୟ ମାନଙ୍କରେ ଗୋଟେ ଟେଷ୍ଟ ନାଁ ରଖା ହେଇଛି ଫର୍ମେଟିଭ ଟେଷ୍ଟ। ସେଇ ଯୋଉ ଫର୍ମେଟିଭ ଟେଷ୍ଟ ଗୁଡା ରଖାଯାଇଛି, ଯୋଉ ଶିକ୍ଷାବିତ୍ ମାନେ ରଖିଛନ୍ତି, ତାଙ୍କର ମହତ ଉଦ୍ଦେଶ୍ୟ ଥିଲା କଣ, ଯେ ଯୋଉ ଆସେସମେଣ୍ଟ ଆମେ ଯୋଉ ପିଲାଙ୍କୁ କରୁଛୁ, ପିଲାଟିଏ କ୍ଲାସରେ ଆଟେଣ୍ଟିଭ ଅଛି କି ନାହିଁ, ପିଲାଟି ଯୋଉ କଥାଟି ବର୍ତ୍ତମାନ ଟିଚର ଯୋଉ ମେଥଡରେ ଯୋଉ ଉପାୟ ସେ ଅବଲମ୍ବନ କରି ପିଲା ପାଖରେ ପହଞ୍ଚିବା ପାଇଁ ଚେଷ୍ଟା କରୁଛନ୍ତି, ପିଲା ଯେପରି ସେଇ ଯୋଉ ତତ୍ତ୍ୱଟି ରହିଛି ତାକୁ ବୁଝିବ, ତାକୁ ପ୍ରୟୋଗ କରିବ, ସେ ଯୋଉ ମେଥଡରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି, ସେଇ ଉପାୟରେ ସେ ପିଲାଟି ପାଖରେ ପହଞ୍ଚି ପାରିଲେ କି ନାହିଁ, ପିଲାଟି ସେ ବିଷୟ ଭିତରକୁ ଯାଇପାରିଲା କି ନାହିଁ, ତାକୁ ଟେଷ୍ଟ କରିବା ପାଇଁ କଣ କରାଯାଏ, ଟେଷ୍ଟ କରାଯାଏ। ଦ୍ୟାଟ୍ ୱାଜ ଫର୍ମେଟିଭ ଟେଷ୍ଟ। ସେ ଫର୍ମେଟିଭ ଟେଷ୍ଟର ଅର୍ଥ କଣ କି? ଫର୍ମେଟିଭ ମାନେ ସେଇ ଟେଷ୍ଟ କଲା ପରେ ସେଇ ପିଲାଟିର ଯୋଉ ଦୁର୍ବଳତା ବା ଅସାମର୍ଥ୍ୟ ରହିଛି, ସେ ଅସାମର୍ଥ୍ୟଟାକୁ କିପରି ସେ ଓଭରକମ୍ କରିବ, ମୋ ପାଖରେ ସମୟ ଥିବା ଦରକାର ସେ ପିଲା ପାଖରେ। ମୁଁ ଯଦି ମାସରେ ଥରେ ଟେଷ୍ଟ କଲି, ଯୋଉ ମନ୍ଥଲି ଟେଷ୍ଟ ଆମେ କରୁଛେ ବା କ୍ୱାର୍ଟରଲି ଟେଷ୍ଟ କରୁଛେ, ତେବେ ସେଥିରେ ଗୋଟେ ମାସକ ଭିତରେ ଯାହା ପଢା ଯାଇ ସରିଛି, ଯାହା ପିଲାଟି ପଢିବା କଥା ପଢି ପାରି ନାହିଁ, ସେ ମନ୍ଥଲି ଟେଷ୍ଟ କଲା ପରେ ତାର ଆଉ ସେ ପାଠଟିକୁ ଆପଣ ପଢେଇ ପାରିବେ ବା ସେ ପାଠଟିକୁ ସେ ପିଲା ଆଉ ଚେଷ୍ଟା କଲେ ତା ଉପରେ ତାକୁ ଅଧିକୃତ କରିପାରିବ କି? ପାରିବ ନାହିଁ। ତେବେ ସେଇଟା ଫର୍ମେଟିଭ ଟେଷ୍ଟ କେମିତି ହେଲା? ସେଇଟା ହେଇଗଲା ସमेଟିଭ ଟେଷ୍ଟ। ସେଇଟା ଫର୍ମେଟିଭ ଟେଷ୍ଟ କେବେ ବି ନୁହଁ। ଫର୍ମେଟିଭ ଟେଷ୍ଟ ଅର୍ଥ ହଉଛି ଟିଚର ବି ଯେତେବେଳେ ସେ ଯୋଉ ଟେଷ୍ଟ କରୁଛି, ସିଏ ନିଜକୁ ଦେଖୁଛି ଯେ ମୋର ମେଥଡକୁ ମୁଁ ବଦଳେଇବାକୁ ଚେଷ୍ଟା କରିବି। ପିଲା ଯୋଉ ମେଥଡରେ ପହଞ୍ଚି ପାରୁନି, ସିଏ ବି ଚେଷ୍ଟା କରିବ ତାର ଦୁର୍ବଳତାଟାକୁ ସିଏ ବଦଳେଇ ପାରିବ। ସମସ୍ତେ ନିଜ ନିଜର ଅସାମର୍ଥ୍ୟତାକୁ, ଦୁର୍ବଳତାଟାକୁ କିପରି ଚିହ୍ନିବେ ଏବଂ ତା ଉପରେ ବିଜୟ ହାସଲ କରିବେ, ସେଇଥିପାଇଁ ତା ନାଁ ହେଇଛି ଫର୍ମେଟିଭ ଟେଷ୍ଟ। ଆପଣ ମାସରେ ଥରେ ଟେଷ୍ଟ କରିଦେଲେ କାହା ପାଖରେ ସୁଯୋଗ ଅଛି ଟିଚର ଆଉ ମାସକ ଭିତରେ ଯାହା ପଢେଇଛି, ମାନେ ଯଦି ଦେଖାଯାଏ ସପ୍ତାହକୁ 2ଟା 3ଟା ପିରିୟଡ ହେଲା ବେଳକୁ ଗୋଟେ ମାସରେ 20ଟା ପିରିୟଡ ସରିଥାଉ, 20ଟା ପିରିୟଡ ପରେ ସେ ଆଉ ଚେଞ୍ଜ କରିକି ଆଉ ଥରେ ସେଇ 20ଟା ପିରିୟଡ ପଢେଇ ପାରିବ? ତେବେ ସେଇଟା ଫର୍ମେଟିଭ ଟେଷ୍ଟ ନୁହଁ। ଏଇ ଯୋଉ ଛୋଟ ଛୋଟ ଗଭୀର ତତ୍ତ୍ୱକୁ ଆମକୁ ବୁଝିବାକୁ ପଡିବ। ତେଣୁ ଯଦି ମୋ ଭିତରେ ସେ ସାମର୍ଥ୍ୟ ନାହିଁ, ତେବେ ତୁମେ କାହାକୁ ଦୋଷ ଦେଖାଅ ନାହିଁ କିମ୍ବା ନିନ୍ଦା କର ନାହିଁ। ସେତିକି ବେଳେ ମୁଁ ଦୋଷ ଦେଖିବି ଯେତେବେଳେ ତାହା ପରିବର୍ତ୍ତନ ହବା ପାଇଁ ମୋ ସୁଯୋଗ ଥିବ, ସମୟ ଥିବ ଏବଂ ମୁଁ ସେଇ ଦୃଷ୍ଟିକୋଣରୁ ଦେଖୁଛି ଯେପରି ତାହା ପରିବର୍ତ୍ତିତ ହେଇପାରିବ। ସେଇଥିପାଇଁ ସେଇଠି ଯୋଉ କଥାଟି ଆସେ, ବ୍ୟକ୍ତିମାନେ କଣ କରନ୍ତି, ନିଜର ସ୍ୱାର୍ଥ ପାଇଁ ଅନେକ ସମୟରେ ଆଜି ଭାରତବର୍ଷ ପରାଧୀନ ହେଇଥିଲା ବି ସେଇ ସକାଶେ ଭାରତୀୟ ମାନଙ୍କ ଭିତରେ ସାହସ, ବୀରତ୍ୱ କମ ନଥିଲା, କିନ୍ତୁ ଗୋଟିଏ କମ ଥିଲା, ଯୋଉଟା କି ଜାତୀୟତା ବୋଧ କମ ଥିଲା ଏବଂ ଅଧିକ ଥିଲା କଣ, ଯେ ନିଜର ନିଜତ୍ୱ, ମୋ ରାଜ୍ୟ ଏତିକି, ମୁଁ ଏଇଆ କରିବି ଇତ୍ୟାଦି ଇତ୍ୟାଦି ହେଲା। ଏବଂ ତା ଭିତରେ ଆହୁରି ନିଚ ସ୍ତରରେ କେତେକ ବ୍ୟକ୍ତି ଥିଲେ, ସେମାନେ ଚାହୁଁଥିଲେ ସିଏ କାହିଁକି ଶାସନ କରିବ, ମୁଁ ଶାସନ କରିବି, ମତେ ଅଧିକାର ମିଳିଲା ନାହିଁ। ଏ ଯୋଉ ନିଜର ଉଦ୍ଦେଶ୍ୟ ସିଦ୍ଧି ନିମନ୍ତେ ସେମାନେ କଣ ହୁଅନ୍ତି, ପରିବାର ପ୍ରତି ବିଶ୍ୱାସଘାତକ ବା ଦେଶ ପାଇଁ, ରାଜ୍ୟ ପାଇଁ ବିଶ୍ୱାସଘାତୀ ହୁଅନ୍ତି, କେବଳ ଆପଣାର ଉଦ୍ଦେଶ୍ୟ ସିଦ୍ଧି ନିମନ୍ତେ। ଇଏ ହେଲା ଗୋଟେ ରାଜନୈତିକ ଦୃଷ୍ଟିକୋଣରୁ। ଆମେ ବର୍ତ୍ତମାନ ଦେଖିବା, ଆମେ ଯୋଉମାନେ ସାଧନା କରୁଛନ୍ତି, ଯଦି ମୁଁ ଯୋଉ କାର୍ଯ୍ୟଟି କରୁଛି, ମୁଁ ଅନୁଷ୍ଠାନରେ ରହିଛି ବା ମୁଁ ଦାୟିତ୍ୱବୋଧରେ ରହିଛି କିମ୍ବା ମୁଁ ଦାୟିତ୍ୱବୋଧରେ ନାହିଁ, ଯୋଉଠି ବି ହଉ, ଯେତେବେଳେ ମୁଁ ଯୋଉ ଷ୍ଟେପଟିଏ ନେବାକୁ ଯାଉଛି, ସେତେବେଳେ ଆପଣାର ଉଦ୍ଦେଶ୍ୟ ସିଦ୍ଧି ପାଇଁ ମୁଁ ଅନୁଷ୍ଠାନକୁ ଦାଉରେ ଲଗେଇ ଦଉନି ତ, ମାନେ ଅନୁଷ୍ଠାନ ବିରୁଦ୍ଧରେ ଠିଆ ହେଇଯାଉନା ତ, ବା ମୋର ଯୋଉ ଏଠି ଆମେ ଏବେ ବାବାଜୀ ମହାରାଜଙ୍କର ଗ୍ରନ୍ଥାବଳୀର ତୃତୀୟ ଖଣ୍ଡରେ ପଢୁଥିଲେ, ସେଠି କହୁଛନ୍ତି
ତୁମେ ଯଦି ରାଜନୀତି ଭିତରେ ସ୍ୱଚ୍ଛତା ଆଣିପାରିବ ନାହିଁ, ତୁମ ଭିତରେ ଯଦି ସେ ଉଦ୍ଦେଶ୍ୟ ନାହିଁ ଏବଂ ତୁମେ ସେଥିରେ ସେଇ ଉଦ୍ଦେଶ୍ୟ ରଖିକି ରାଜନୀତିକି ଯାଉନାହଁ, ତେବେ ସେଠାକୁ ଯାଇ ଅନ୍ୟମାନଙ୍କ ପରି ଯୋଉ ଭୁଲ କାମ ବା ସ୍ୱାର୍ଥଯୁକ୍ତ ସ୍ୱାର୍ଥସିଦ୍ଧିଯୁକ୍ତ କାମ କରିକିରି ମା ଶ୍ରୀରବିନ୍ଦଙ୍କୁ ଅପମାନିତ କର ନାହିଁ। କାରଣ ଲୋକ କଣ କହିବେ? ହେଇ ଦେଖ ଇଏ ବା ମାଙ୍କ ଲୋକ ନେଇକି ଏମିତି ହେଇ କରୁଛି। ତେଣୁ ତମେ ସେଠି ଯିଏ ଯାଉଛ, ତମେ ମା ଶ୍ରୀରବିନ୍ଦୁଙ୍କୁ ଆଉ ସେଠି ଅପମାନିତ କର ନାହିଁ। ତେଣୁ ବର୍ତ୍ତମାନ ତମେ କଣ ହେଲା? ଯଦି ତମେ ସେଠି ଯାଇକି ଏହା କଲ, ତେବେ ତମେ ପ୍ରଭୁଙ୍କ ପ୍ରତି ବିଶ୍ୱାସଘାତୀ କଲ। ତେଣୁ ଏଇଠି କୁହାହଉଛି ଆପଣାର ଉଦ୍ଦେଶ୍ୟ ସିଦ୍ଧି ନିମନ୍ତେ ମୁଁ ବର୍ତ୍ତମାନ କଣ ହେଲା ନା ରାଜନୀତି ଗଲି ଏବଂ ଯେହେତୁ ଶ୍ରୀରବିନ୍ଦଙ୍କ ଲୋକ ବା ମନେ କରାଯାଉ ଆଉ ଗୋଟେ କୌଣସି ସମ୍ପ୍ରଦାୟର ବ୍ୟକ୍ତି ସିଏ ଗଲେ, ତେଣୁ ତାଙ୍କ ସମ୍ପ୍ରଦାୟର ଯେତକ ବ୍ୟକ୍ତି ତାଙ୍କ ପାଖକୁ ସେ କହିଲେ, ଦେଖନ୍ତୁ ଆଜ୍ଞା ମୁଁ କେବଳ ତାଙ୍କରି ପ୍ରଭୁଙ୍କର ବା ଅମକ ଯୋଉ ଗୁରୁଙ୍କ ହଉ ତାଙ୍କରି ଉଦ୍ଦେଶ୍ୟରେ ତାଙ୍କୁ ନେଇକିରି ମୁଁ ରାଜନୀତିକୁ ଆସୁଛି, କିଛି ନାହିଁ, ମୁଁ ପୁରା ସ୍ୱଚ୍ଛ ନିର୍ମଳ। ତେଣୁ ସ୍ୱାଭାବିକ ଭାବେ ସେଇ ପ୍ରକାରର ତାଙ୍କର ଯୋଉମାନେ ଅନୁଗାମୀ ମାନେ ଥିବେ ସମସ୍ତେ ଆପଣଙ୍କୁ ସମର୍ଥନ କରିବେ। କିନ୍ତୁ ତମେ ସେ ସମର୍ଥନକୁ ନେଇକି କଣ କଲ ନା ତମେ ଯେତେବେଳେ ପଦବୀଟିଏ ପାଇଗଲ କେବଳ ନିଜର ସ୍ୱାର୍ଥ ସାଧନ କଲ, ତେବେ ସେଠି ତମେ ହେଇଗଲ କଣ? ବିଶ୍ୱାସଘାତୀ ହେଲ। ତୁମ ଗୁରୁ ପ୍ରତି ତମେ ବିଶ୍ୱାସଘାତୀ ହେଲ। ତେଣୁ ଆମେ ଯେତେବେଳେ କୌଣସି ଏକ ମୁହୂର୍ତ୍ତରେ ମାଙ୍କ ପାଖରେ ବା ପ୍ରଭୁଙ୍କ ପାଖରେ ବା ପରମଙ୍କ ପାଖରେ ଦିବ୍ୟଜନଙ୍କ ପାଖରେ ଶପଥ କରିଥିଲେ, ସଂକଳ୍ପ କରିଥିଲେ ତାଙ୍କ କାର୍ଯ୍ୟ କରିବା ପାଇଁ ଏବଂ ଡେଇଁ ପଡ଼ିଲେ କାର୍ଯ୍ୟ କରିବା ପାଇଁ, ଯୋଉଠି ଆପଣ ଥାନ୍ତୁ, ଯୋଉ ଧର୍ମାବଲମ୍ବୀ ହୁଅନ୍ତୁ, ଯିଏ ବି ହୁଅନ୍ତୁ। କିନ୍ତୁ ତାପରେ ଯଦି ଭୁଲି ଯାଇ ଉତ୍ଥାନ ପତନ ଅଛି, ଠିକ ଅଛି, ଉତ୍ଥାନ ହେଇଥିଲା, ଭୁଲିଗଲେ କିଛି ଦିନ ପତନ ହେଇଗଲା। କିନ୍ତୁ ଯେତେବେଳେ ଆପଣଙ୍କୁ ଟିକେ ଟିକେ ଖଟକା ହେଲା, କେତେବେଳେ ଖଟକା ହବ? ଆପଣ ତ ପାଠଚକ୍ରରେ ବସିଲା ମାନେ ଆପଣଙ୍କୁ ଖଟକା ଆରମ୍ଭ ହେଇଯିବ। କାହିଁକି ନା ସବୁ ଜାଗାରେ ଆପଣଙ୍କର ଅହଂକୁ କେମିତି ବିଲୋପ ସାଧନ କରାହବ, ସ୍ୱାର୍ଥପରତା କେମିତି କମିବ, ନିମ୍ନ ପ୍ରାଣରେ ନିମ୍ନ ମନରେ ଆପଣ ରହିଛନ୍ତି ନା ନାଇଁ କେମିତି ଚିହ୍ନିବେ, ସବୁ ବିଷୟରେ ଆଲୋଚନା ହବ। ସେ ସମୟରେ ଯଦି ଆପଣ ସୁଧୁରିବାକୁ ବା ନିଜକୁ ବଦଳାଇବା ପାଇଁ ବା ନିଜର ସେଇ ପ୍ରବୃତ୍ତି ଉପରେ କର୍ତ୍ତୃତ୍ୱ ହାସଲ କରିବା ପାଇଁ ଚେଷ୍ଟା ନ କରି ତାକୁ ସମର୍ଥନ କରି କରି ଚାଲିଲେ, କେବଳ କଣ ପାଇଁ ନା ନା ବଢିଆ ପ୍ଲାଟଫର୍ମଟେ, ଏଠି ସବୁ ଯେତକ ଅଛନ୍ତି ମାଙ୍କ ଭକ୍ତ, ତେଣୁ ମାଙ୍କ ନାଁ ନେଇ ମୁଁ ଯେତେ ପାରେ ସେତେ ମୋ ସ୍ୱାର୍ଥ ସାଧନ କରିବି। ତେବେ ତମେ ପ୍ରଭୁଙ୍କ ପ୍ରତି ମାଙ୍କ ପ୍ରତି ବିଶ୍ୱାସଘାତ କରୁଛ, ବିଶ୍ୱାସଘାତୀ ତୁମେ ତୁମେ ଅତିମାନସ ଶକ୍ତି ବିରୁଦ୍ଧରେ ଠିଆ ହଉଛ। ପଥଭ୍ରଷ୍ଟ ତ ହବ, ନିଶ୍ଚୟ ହବ। ତୁମ ଭିତରେ ଦେଇ ଅତିମାନ ଶକ୍ତି ସଞ୍ଚରିତ ହେଇପାରିବ ନା, ଏକଥା ମା କହିଦେଇଛନ୍ତି। ପ୍ରଭୁ ତ କହିଲେ ସେମାନଙ୍କ ଭିତରେ ଦେଇ ମା କାମ କରିପାରନ୍ତି ନାହିଁ। କିନ୍ତୁ ତମେ ଯୋଉ ବିଶାଳ କ୍ଷତି ସାଧନ କରିବ ତାର ପରିଣାମ ଶତାବ୍ଦୀ ଶତାବ୍ଦୀ ତମକୁ ଲାଗିଯିବ ତମେ ସେଥିରୁ ଉଦ୍ଧାର ପାଇକି ଆସିବା ପାଇଁ। ତେଣୁ ଆମେ ସଚେତନ ରହିବା, ଯେପରି ପରମ ସତ୍ତାଙ୍କ ଠାରୁ ଯେ ପର୍ଯ୍ୟନ୍ତ ଆଦେଶ ନ ଆସିଛି, ତାଙ୍କ ସହିତ ମୁଁ ଯେପର୍ଯ୍ୟନ୍ତ ଏକୀଭୂତ ନ ହେଇଛି, ସେତେବେଳେ ଯୋଉ କାର୍ଯ୍ୟ ଗୁଡାକ କରୁଛି ତାହା ଯେପରି ତାଙ୍କରି ଉଦ୍ଦେଶ୍ୟରେ ମୋର ଯୋଉ ପ୍ରୟାସ ରହିଛି ତାକୁ ସାହାଯ୍ୟ କରିବ, ସେଥିପାଇଁ ଚେଷ୍ଟିତ ରହିବି ଏବଂ ସବୁବେଳେ ସଚେତନ ରହିବି। ମା ଲେଖୁଛନ୍ତି, ଆତ୍ମା ହେଉଛି ଦିବ୍ୟ ପରମ ସତ୍ତାଙ୍କର ଏବଂ ତେଣୁ ତାହାର ସକଳ ଆନୁଗତ୍ୟ ଏବଂ ସେବାକୁ ଆତ୍ମା କେବଳ ସେହି ଦିବ୍ୟ ପରମ ସତ୍ତାଙ୍କ ପାଖରେ ହିଁ ଅର୍ପିତ କରି ରଖିଥାଏ। ଦିବ୍ୟ ପରମ ସତ୍ତା ଯଦି ତାହାକୁ ପରିବାର, ଦେଶ ଅଥବା ମନୁଷ୍ୟ ଜାତିର ସେବା କରିବା ସକାଶେ ଆଦେଶ ଦିଅନ୍ତି, ତେବେ ସେସବୁ କରିବା ଯଥାର୍ଥ ହେବ ଏବଂ ତଦ୍ୱାରା ଆତ୍ମା ଆଦୌ କୌଣସି ପ୍ରକାରରେ ବନ୍ଦୀ ହୋଇ ପଡ଼ିବ ନାହିଁ। କେତେବେଳେ? ଯେତେବେଳେ ପରମଙ୍କର ଆଦେଶ ଆସିବ। ମା, ମା, thank you all over.